ଏକ ଅସାଧାରଣ ବ୍ୟକ୍ତିତ୍ୱର ଅଧିକାରୀ ମଣିଷ ପରି ମଣିଷଟିଏ ଡକ୍ଟର ରମେଶ ପତ୍ରୀ ମହୋଦୟ। ଜଣେ ସୁସାହିତ୍ୟିକ ତଥା ବିଶିଷ୍ଟ ଶିଶୁ ସାହିତ୍ୟିକ ଭାବେ ଡକ୍ଟର ରମେଶ ପତ୍ରୀ ସମସ୍ତଙ୍କ ହୃଦୟକୁ ଜିଣି ସାରିଛନ୍ତି। ତାଙ୍କଠାରୁ ପ୍ରେରିତ ପୁସ୍ତକ ମୋ କାହାଣୀ ପିଲାଙ୍କ ପାଇଁ ମୋ ପାଇଁ ଏକ ହୀରକର ହାର ସଦୃଶ ହୋଇ ରହିବ। ତାଙ୍କ ଆମ ପ୍ରତି ଥିବା ସ୍ନେହ ଆଦର ପାଇଁ ଆମେ ସଦାସର୍ବଦା ତାଙ୍କଠାରେ ଚିରଋଣୀ। ଡକ୍ଟର ରମେଶ ପତ୍ରୀଙ୍କ ପ୍ରେରିତ ମୋ କାହାଣୀ ପିଲାଙ୍କ ପାଇଁ ପୁସ୍ତକ ସହିତ ପ୍ରାପ୍ତ ହୋଇଥିବା ଏକ ଚିଠି, ଯେଉଁଥିରେ ଲେଖାଥିଲା, ଆଦରଣୀୟ କୁଞ୍ଜ ବିହାରୀ ବାବୁ, ସାଦର ନମସ୍ତେ। ଆଶା ଭଲରେ ଅଛନ୍ତି। ଆପଣ ତଥା ଆପଣଙ୍କ ସହଯୋଗୀମାନଙ୍କ ପ୍ରୟାସରେ ଅନୁଷ୍ଠିତ କାର୍ଯ୍ୟକ୍ରମ ସବୁ ଏବେ ବି ମୋତେ ଜଳ ଜଳ ହୋଇ ଦିଶୁଛି। ଆଜିକାଲିର ଦୁନିଆରେ ସ୍ୱୀକୃତି ବା ପ୍ରୋତ୍ସାହନ ମିଳୁ କି ନାହିଁ, କିନ୍ତୁ ଆତ୍ମତୃପ୍ତିଠାରୁ ବଡ଼ ଆଉ କିଛି ନାହିଁ। ଆପଣମାନେ ସମସ୍ତେ ବିଚ୍ଛୁରିତ ହୋଇଯାଇଥିବା ଅତ୍ୟନ୍ତ ଦୁଃଖଦାୟକ। ସମସ୍ତଙ୍କ ଏକତ୍ରିତ ପ୍ରୟାସ ସେ ଅଞ୍ଚଳ ଦେଖିଛି ଶୈକ୍ଷିକ ବିକାଶର ଝଲକ। ସମଗ୍ର ଅଞ୍ଚଳର ଶିକ୍ଷକ, ଅଭିଭାବକ, ଛାତ୍ରଛାତ୍ରୀଙ୍କୁ ଆପଣମାନେ ଶୈକ୍ଷିକ ଏବଂ ସାଂସ୍କୃତିକ ଚେତନାରେ ମହକାଇ ଦେଇଥିଲେ। କୁଞ୍ଜବାବୁ, ଏଥିସହିତ ମୋ କାହାଣୀ ପିଲାଙ୍କ ପାଇଁ ପୁସ୍ତକଟି ଆପଣଙ୍କୁ ପଠାଇଲି। ଆଶା ଏହାର ଏକ ସୁନ୍ଦର ସମୀକ୍ଷା ପ୍ରସ୍ତୁତ କରି ଫେସବୁକରେ ପୋଷ୍ଟ କରିବେ। ପୁସ୍ତକଟି କିପରି ଲାଗିଲା ଆପଣଙ୍କ ଅଭିମତ ପାଇଲେ ଉତ୍ସାହିତ ହେବି। ଶେଷରେ ପୁଣି ଥରେ ଆପଣଙ୍କୁ ମନେ ପକାଇ ରହିଲି। ଇତି ଆପଣଙ୍କ ସୌଜନ୍ୟମୁଗ୍ଧ ରମେଶ ପତ୍ରୀ ତରଭା।